ପିଲାମାନେ ଆଜି ଆମେ ଏଥିକ୍ସ ଆଣ୍ଡ ଭ୍ୟାଲ୍ୟୁର 2 ମାର୍କିଆ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ସବୁ ଦେଖିବା। ନା 2 ମାର୍କିଆ କ'ଣ ସବୁ ଅଛି? 2 ମାର୍କ ମୋଷ୍ଟ ଇମ୍ପୋର୍ଟାଣ୍ଟ VVI ଭେରି ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଦେଖିବା। ଆଉ କେତୋଟି ଦେଖିବା ନା 15ଟି ମୋଷ୍ଟ ଭେରି ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଦେଖିବା, ଯାହାକି ତୁମର ବାରମ୍ବାର ଏଇ କ୍ୱେଶ୍ଚିନ୍ ସବୁ ଆସିଥାଏ। ବୁଝିପାରୁଛ କି ନାହିଁ? 2 ମାର୍କ ଇମ୍ପୋର୍ଟାଣ୍ଟ କ'ଣ ରହିଛି, କେମିତି ଆସିବ, କେଉଁ ସବୁ କ୍ୱେଶ୍ଚିନ୍ ଆସୁଛି ତାହା ମଧ୍ୟ ସବୁ ଜାଣିବା। ଠିକ୍ ଅଛି, ତ ଚାଲନ୍ତୁ ଦେଖିବା କ'ଣ କ'ଣ ସବୁ ଦେଇଛି। ଆଚ୍ଛା, କ'ଣ ଦେଇଛି ନା ଶିଶୁ ପୁଷ୍ଟିହୀନତାର 2ଟି କାରଣ ଲେଖ। ଶିଶୁ ପୁଷ୍ଟିହୀନତାର କ'ଣ କାରଣ ଲେଖିବ? ଠିକ୍ ଅଛି, ଏଇଟା ପ୍ରଥମ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଆକୁ ସବୁବେଳେ ଲେଖି ରଖ, ନୋଟ୍ କରି ରଖ। ସବୁବେଳେ ମୁଁ କହୁଛି କ୍ୱେଶ୍ଚିନ୍କୁ ସବୁବେଳେ ନୋଟ୍ କରି ରଖିଲେ ବେଟର୍ ହେବ ତୁମ ପାଇଁ। ମେନସନ୍ ଟୁ ମେସନ୍ ଅଫ୍ ମ୍ୟାନୁଟ୍ରିସନ୍ ଅଫ୍ ଚିଲଡ୍ରେନ୍, ମ୍ୟାନୁଟ୍ରିସନ୍। ଠିକ୍ ଅଛି, ତାପରେ ଦେନ୍ ଦେଖ 2 ନମ୍ବର କ'ଣ ଦେଇଛି, ପିତାମାତା ଓ ବରିଷ୍ଠ ନାଗରିକଙ୍କ ଭରଣ ପୋଷଣ ପାଇଁ ସ୍ୱତନ୍ତ୍ର ନିୟମ 2007ର ମୁଖ୍ୟ ଉଦ୍ଦେଶ୍ୟ କ'ଣ? ଇଏ ହେଉଛି ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ଯେଉଁଟାକି 2 ମାର୍କ। ଦେଖ କ'ଣ ଦେଇଛି, ହ୍ୱାଟ୍ ଇଜ୍ ଦ ମେନ୍ ଅବଜେକ୍ଟ ବିହାଇଣ୍ଡ ଦ ମେଣ୍ଟେନାନ୍ସ ଆଣ୍ଡ ୱେଲଫେୟାର ଅଫ୍ ପ୍ୟାରେଣ୍ଟସ୍ ଆଣ୍ଡ ସିନିୟର ସିଟିଜେନ୍ ଆକ୍ଟ 2007। ହେଲା, ଇଏ ଗୋଟେ ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଆଉ ସବୁବେଳେ ଗୋଟେ ଜିନିଷ ମନେ ରଖିବ, ଯଦି ତୁମେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ପ୍ରଥମରୁ ଦେଖି ଯାଉଛ, ପ୍ରିପେୟାର ହେଇ ରଖୁଛ, ତାହେଲେ ତୁମକୁ ନେକ୍ସଟ କ'ଣ ଇଜି ହେବ। ସବୁବେଳେ ଯେକୌଣସି ତୁମେ ପାଠ ପଢ଼ିଥିବ, ନେକ୍ସଟ ଖାଲି ରିଭିଜନ୍ କରିଦେଲେ ତୁମର କ'ଣ ହେଇଯିବ ନା ଇଜି ହେଇଯିବ। ସେଥିପାଇଁ ମୁଁ ଦେଉଛି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଆଣୁଛି। ତୁମେ ପିଲାମାନେ ଭଲ ଭାବରେ କ'ଣ କର, ନୋଟ୍ କର, ଆଉ ତାକୁ ପଢ଼, ଆଉ ତାକୁ ରିଭିଜନ୍ କର। ଠିକ୍ ଅଛି, ଦେନ୍ ଦେଖ 3 ନମ୍ବର ଦେଇଛି, କ'ଣ ଦେଇଛି ନା ଶିଶୁମାନଙ୍କର ଅବୈଧ କାରବାର କହିଲେ କ'ଣ? ଶିଶୁମାନଙ୍କର ଅବୈଧ କାରବାର କ'ଣ ସବୁ ଅବୈଧ କାରବାର ରହିବ? ହ୍ୱାଟ୍ ୟୁ ମେନ୍ ବାଇ ଟ୍ରାଫିକିଂ ଅଫ୍ ଚିଲଡ୍ରେନ୍? ଠିକ୍ ଅଛି, କ'ଣ ଅବଧି ମାନେ କାରବାର କହିଲେ କ'ଣ ବୁଝ, ଏଇଟା ଲେଖିବ। ଦେନ୍ ଦେଖ 4 ନମ୍ବର କ'ଣ ଦେଇଛି, ଭିନ୍ନକ୍ଷମମାନଙ୍କର ପାଇଁ ସକାରାତ୍ମକ କାର୍ଯ୍ୟାନୁଷ୍ଠାନ କାହିଁକି ଆବଶ୍ୟକ? ଭିନ୍ନକ୍ଷମମାନଙ୍କର ସକାରାତ୍ମକ କାର୍ଯ୍ୟାନୁଷ୍ଠାନ ଏଇଟା କାହିଁକି ଆବଶ୍ୟକ, କ'ଣ ପାଇଁ ଆବଶ୍ୟକ, ଏଇଭଳି ସବୁ କ୍ୱେଶ୍ଚିନ୍ ଆସିବ। ହେଲା, ହ୍ୱାଇ ଦେୟାର ଇଜ୍ ଏ ନିଡ୍ ଆଫର୍ମେଟିଭ୍ ଆକ୍ସନ୍ ଫର୍ ପର୍ସନ୍ ୱିଥ୍ ଡିସାବିଲିଟିଜ୍। ଠିକ୍ ଅଛି, ଏସବୁ କ୍ୱେଶ୍ଚିନ୍ ଆସିବ। ଆଉ ଏସବୁ କ୍ୱେଶ୍ଚିନ୍ ତୁମେମାନେ କେବେ ବି ମାନେ ହାତ ଛଡ଼ା କରିବନି। ଏଇ 2 ମାର୍କରେ 2ଟା ପଏଣ୍ଟ ଦେଇ ତୁମେ ଲେଖୁଛ, ତାହେଲେ ତୁମକୁ ଇଜିଲି ତୁମକୁ କ'ଣ ମାର୍କ ମିଳିଯିବ। ଠିକ୍ ଅଛି, ତାପରେ ଦେଖ କ'ଣ ଦେଇଛି ନା ଦେଇଛି ଏଠି ତୃତୀୟ ଲିଙ୍ଗଙ୍କ ପ୍ରତି ସାମାଜିକ ନ୍ୟାୟ କିପରି ପ୍ରଦାନ କରାଯାଇପାରିବ। କାଲି ଯେଉଁ ତୁମକୁ ପଢ଼େଇଥିଲି 5 ମାର୍କିଆରେ ଆସୁଛି କି ନାହିଁ ତୃତୀୟ ଲିଙ୍ଗ ଉପରେ, ତ 2 ମାର୍କ ମଧ୍ୟ ଆସିବ। ଠିକ୍ ଅଛି, ତୁମମାନେ ଯଦି ଭଲ କି ଟିକେ ଦେଖିକିନି ଯାଇଥିବ। ହାଉ ସୋସିଆଲ ଜଷ୍ଟିସ୍ କ୍ୟାନ୍ ବି ପ୍ରୋଭାଇଡ୍ ଦ ଟ୍ରାନ୍ଜାକ୍ସନ୍। ଠିକ୍ ଅଛି, ଦେନ୍ ଦେଖ ତାପରେ କ'ଣ ଦେଇଛି ନା 6 ନମ୍ବର ଦେଲା ଶିଶୁ ଚାଲାଣ। ଶିଶୁ ଚାଲାଣ ସମସ୍ୟାଟି କ'ଣ? ଶିଶୁ ଚାଲାଣ ସମସ୍ୟା କ'ଣ? ଏଇଟା ବି ଭେରି ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଆକୁ ସବୁବେଳେ ତୁମେମାନେ VVI ଭେରି ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ସବୁବେଳେ ମାନେ ମାରିକିନି ରଖିବ, ଆଉ ଲେଖିକିନି ମଧ୍ୟ ରଖିବ। ହ୍ୱାଟ୍ ଇଜ୍ ଦ ଇସ୍ୟୁ ଅଫ୍ ଚାଇଲ୍ଡ ଟ୍ରାଫିକିଂ? ଠିକ୍ ଅଛି, ତ ଭଲ ଭାବରେ ମନେ ରଖିବ, ଭଲ ଭାବରେ ନୋଟ୍ କରିବ, ଆଉ ଭଲ ଭାବରେ ତାକୁ କ'ଣ ଦେଖିକିନି ଯିବ ଏକ୍ଜାମ୍ ପୂର୍ବରୁ। ଆଚ୍ଛା, ଦେନ୍ ଦେଖ 7 ନମ୍ବର, କାର୍ଯ୍ୟକ୍ଷେତ୍ରରେ ଦେଖାଯାଉଥିବା ଭେଦଭାବକୁ କିପରି ଦୂର କରିହେବ? କାର୍ଯ୍ୟକ୍ଷେତ୍ରରେ ଦେଖାଯାଉଥିବା ଭେଦଭାବ, ହାଉ ଡିସ୍କ୍ରିମିନେସନ୍ ଇନ୍ ଦ ୱାର୍କ ପ୍ଲେସ୍ ବି ପ୍ରିଭେଣ୍ଟେଡ୍। ଠିକ୍ ଅଛି, ଏସବୁ ଜିନିଷ ହେଉଛି, ତାକୁ ତୁମମାନଙ୍କୁ ମୁଁ କାହିଁକି କହୁଛି ନା ସବୁବେଳେ ମନେ ରଖିବ ଯେ ଯେକୌଣସି ବି କ୍ୱେଶ୍ଚିନ୍ ହେଉ କେବେ ଛାଡ଼ିକିନି ଆସିବନି। ସେ ଭୁଲ ହେଉ ଠିକ୍ ହେଉ, ସବୁବେଳେ ତୁମେ ଆଟେଣ୍ଡ କରିବା ଦରକାର। ବୁଝିପାରୁଛ କି ନାହିଁ? ଆଚ୍ଛା, ଦେନ୍ ଦେଖ 8 ନମ୍ବର କ'ଣ ଦେଇଛି, ଦେଖ ସମାଜରେ ତୃତୀୟ ଲିଙ୍ଗମାନଙ୍କର ମୁଖ୍ୟ ସମସ୍ୟା କ'ଣ? ତାଙ୍କର ମୁଖ୍ୟ ସମସ୍ୟା କ'ଣ? ଏଇଟା ବି ମଧ୍ୟ ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଦେଖ ହ୍ୱାଟ୍ ଆର୍ ଦି 2 ମେନ୍ ପ୍ରୋବ୍ଲେମ୍ ଆସୋସିଏଟେଡ୍ ୱିଥ୍ ଟ୍ରାନ୍ସଜେଣ୍ଡର ପର୍ସନ୍ ଇନ୍ ସୋସାଇଟି। ହେଲା, ମାନେ ସୋସାଇଟି ଉପରେ ବା ସମାଜ ଉପରେ ତୃତୀୟ ଲିଙ୍ଗ ଯେଉଁମାନେ ଥାର୍ଡ଼ ପର୍ସନ୍ ରହୁଛନ୍ତି, ତାଙ୍କର ମୁଖ୍ୟ ସମସ୍ୟା ସବୁ କ'ଣ ସବୁ? ଇଏ ବି ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ବୁଝିପାରୁଛ କି ନାହିଁ? ଆଚ୍ଛା, ଦେଖ 9 ନମ୍ବର କ'ଣ ଦେଇଛି, ଭାରତରେ ବାଲ୍ୟ ବିବାହକୁ କେମିତି ନିରାକରଣ କରାଯାଇପାରିବ? ଭାରତରେ ଯେଉଁ ବାଲ୍ୟ ବିବାହ ଅଛି ତାକୁ କେମିତି ତୁମେ ନିରାକରଣ କରିପାରିବ, ତାହା ଉପରେ ମଧ୍ୟ ତୁମେମାନେ ଗୋଟେ ଭେରି ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଆସେ, ତାକୁ ମଧ୍ୟ ତୁମେ ଲେଖିବ। ଦେଖ ୟାକୁ ସବୁ ସବୁବେଳେ ନୋଟ୍ କରି ରଖିବ। ହାଉ ଚାଇଲ୍ଡ ମ୍ୟାରେଜ୍ ଇନ୍ ଦ ଇଣ୍ଡିଆ ସୋସାଇଟି କ୍ୟାନ୍ ବି ପ୍ରିଭେଣ୍ଟେଡ୍। ଠିକ୍ ଅଛି, ତ ଏସବୁ କ୍ୱେଶ୍ଚିନ୍ କାହିଁକି ତୁମର ଆସିବ? ଏସବୁ କ୍ୱେଶ୍ଚିନ୍ ଇମ୍ପୋର୍ଟାଣ୍ଟ, ଆଉ ସିଲେକ୍ସନ୍ ମଧ୍ୟ ତୁମକୁ ବୁଝିଆ ଯାଉଛି। ଆଉ ସିଲେକ୍ସନ୍ ଇମ୍ପୋର୍ଟାଣ୍ଟ, ଆକୁ ସବୁବେଳେ ଯିଏ ବି ଦେଖିକି ଯାଉଛି ସେ ବି ମଧ୍ୟ ଭଲ ରେଜଲ୍ଟ କରୁଛି। ବୁଝିପାରୁଛ କି ନାହିଁ? ଆଚ୍ଛା, ଦେଖ 11 ନମ୍ବର, ଦେଖ
କ'ଣ ଦେଇଛି ନା ବୟସ୍କ ଲୋକମାନଙ୍କ ଆର୍ଥିକ ନିରାପଦକୁ କେମିତି ସୁନିଶ୍ଚିତ କରାଯାଇପାରିବ। ବୟସ୍କ ଲୋକଙ୍କ ଆର୍ଥିକ ନିରାପଦ ହାଉ ଫାଇନାନ୍ସିଆଲ ସିକ୍ୟୁରିଟି ଫର୍ ଦ ଏଲ୍ଡର୍ସ ପିପୁଲ୍ ବି ଏନ୍ସିଓର। ଏଇଟା ଦେଖିଲ, ଏ ବି ଗୋଟେ ତୁମର ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ରହିଲା। ଦେନ୍ ଦେଖ କ'ଣ ଦେଲା, 12 ନମ୍ବର ଦେଲା ତୃତୀୟ ଲିଙ୍ଗମାନଙ୍କ ଶିକ୍ଷା ଅଧିକାରକୁ କେମିତି ସୁନିଶ୍ଚିତ କରାଯାଇପାରିବ। ଶିକ୍ଷା ଅଧିକାର ଉପରେ, ଶିକ୍ଷା ଅଧିକାର ଉପରେ ଏକ୍ସପ୍ଲେନ୍ ହାଉ ଦି ଏଜୁକେସନାଲ ରାଇଟ୍ ଅଫ୍ ଦି ଟ୍ରାନ୍ସଜେଣ୍ଡର କ୍ୟାନ୍ ବି ଏନ୍ସିଓର। ଦେନ୍ ଦେଖ କ'ଣ ଦେଲା ନା ବରିଷ୍ଠ ନାଗରିକମାନଙ୍କ ମଙ୍ଗଳ ନିମନ୍ତେ ଯେକୌଣସି ଦୁଇଟି ବିଷୟ ଲେଖ। ଦୁଇଟି ବିଷୟ ଲେଖ ମାନେ ଦୁଇଟା ପଏଣ୍ଟ ଦେବ, I ଦୁଇଟା ଲେଖିଦେବ। ଠିକ୍ ଅଛି। ଆଉ ଯେଉଁମାନେ ବି ଦେଖ ଟେଲିଗ୍ରାମରେ ଜଏନ୍ ହୋଇଯାଅ PDF ପାଇଁ, ଟେଲିଗ୍ରାମରେ ଯେଉଁମାନେ ଜଏନ୍ ହୋଇନାଅ ସେମାନେ ଡିସ୍କ୍ରିପ୍ସନରେ ଲିଙ୍କ୍ ଅଛି, ଟେଲିଗ୍ରାମରେ ମଧ୍ୟ ଯାଇ ଜଏନ୍ ହୋଇପାରିବ। ଠିକ୍ ଅଛି। ରାଇଟ୍ ଏନି 2 measures ଅଫ୍ ୱେଲଫେୟାର ଅଫ୍ ସିନିୟର ସିଟିଜେନ୍। ଠିକ୍ ଅଛି। ଇଏ ବି ଗୋଟେ ତୁମର ମୋଷ୍ଟ ଇମ୍ପୋର୍ଟାଣ୍ଟ, ଭେରି ଇମ୍ପୋର୍ଟାଣ୍ଟ, ଆକୁ ମଧ୍ୟ ଚିହ୍ନ ମାରି ରଖ। ଆଚ୍ଛା, ଦେନ୍ ଦେଖ ତୃତୀୟ ଲିଙ୍ଗ କ'ଣ, ତୃତୀୟ ଲିଙ୍ଗ କାହାକୁ କୁହାଯାଏ, ଏଇଭଳି ସବୁ କ୍ୱେଶ୍ଚିନ୍ ଅଛି। ହ୍ୱାଟ୍ ଇଜ୍ ଥାର୍ଡ଼ ଜେଣ୍ଡର, ବୁଝିପାରୁଛ କି ନାହିଁ। ଆଚ୍ଛା, ଦେନ୍ ଦେଖ ତୁମର କ'ଣ ଆସିଲା ନା ଶାରୀରିକ ଅକ୍ଷମତା କ'ଣ ବୁଝ। ଶାରୀରିକ ଅକ୍ଷମତା କହିଲେ କ'ଣ ତୁମେ ଜାଣିଛ, ସେଇଟା ତୁମେ ଏକ୍ସପ୍ଲେନ୍ କରିବ। ହ୍ୱାଟ୍ ଇଜ୍ ଡିସାବିଲିଟି। ଠିକ୍ ଅଛି। ଇଏ ବି ତୁମର ଗୋଟେ VVI କ୍ୱେଶ୍ଚିନ୍। ସବୁବେଳେ ମନେ ରଖିବ, ସବୁବେଳେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଯାହାକୁ ସବୁ ଦିଆଯାଉଛି ତାକୁ ସବୁ ମନେ ରଖି ଭଲ ଭାବରେ ଦେଖିକି ଯାଇଥିବ, ଆଉ ସବୁବେଳେ ନୋଟ୍ କରି ରଖୁଥିବ। ଠିକ୍ ଅଛି। ଯେକୌଣସି ବି କ୍ୱେଶ୍ଚିନ୍ ଆସୁ ତାକୁ ହାତ ଛଡ଼ା କରିବନି। ଠିକ୍ ଅଛି। ଆଜି ପାଇଁ ଥିଲା ଏତିକି ଭିଡ଼ିଓ। ଆଶା କରୁଛି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଭିଡ଼ିଓକୁ ଲାଇକ୍ କରିବେ। ଚ୍ୟାନେଲକୁ ଏଭଳି ଆଗ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଜୟ ହିନ୍ଦ, ବନ୍ଦେ ମାତରମ୍।